ଏଥିରୁ ପୁଅ ମୋର ପଡୁ ପଡୁକା ରହିଗଲା। ଆଉ ମୁଁ ଗାଳି ଶୁଣୁ ଶୁଣୁକା ବଞ୍ଚିଗଲି। ସବୁବେଳେ ପୁଅର ଜିଦି ଯେ ସିଏ ଏଥିରେ ହିଁ ଯିବ। ସେ ଚାଲିକି ବି ଯିବ। ସେ ଯିବନି କାଖ କୋଳରେ ଯିବନି। ସେଇ ଚକ୍କରେ ହିଁ ପଡୁ ପଡୁ ରହିଗଲା। ଆପଣମାନେ ଏମିତି ମୋ ଭଳି ଭୁଲ ଜମା ବି କରିବେନି। ବାସ୍ କଣ ଥିଲା ନର୍ମାଲ ଲାଇଫ ଗୁରୁବାର ଯେହେତୁ ସବୁ କିଛି ସାଧା ମାଟି ଆଳୁ ଥିଲା ତ ଘରୁ ମତେ କହିଲି ମୋ ଭାଉଜ ଯିଏ କହିଲା ସାନ ଭାଇର ସ୍ତ୍ରୀ କହିଲା କି ଦିଦି ମାଟି ଆଳୁକୁ ସୋରିଷ ଦେଇକି ଭାଜ ବହୁତ ଟେଷ୍ଟି ଲାଗିବ। ତ ମୁଁ କହିଲି ତ ଠିକ ଅଛି ଦେଖିବା। ମାଟି ଆଳୁକୁ ଏମିତି ଟିକେ ନର୍ମାଲ ଟିକେ ଭାଜି ଦେଇ ତାକୁ ଟିକେ ପାଣି ଦେଇ ସିଝେଇ ଦେଇଥିଲି। ସେପଟେ ଛୁଇଁ ଫୁଣି ଆଳୁ ତାକୁ ଇଏ କରିଥିଲି ତ ସେ ତେଣେ ଶୁଣିବା ପାଇଲି କି ମୋର ଆଉ ଜଣେ ଭାଇ ଆସୁଛି ଆମ ଘରକୁ। ଆଙ୍କୁ ଇମିଡିଏଟ ଫୋନ କଲି ଆଉ ପୁଅ ଆସିବ ଘରକୁ କଣ ଏଇଆକୁ ଖାଇବ। ତ ସେ କହିଲେ କି ନା ନା ଛତୁ ନା ପନିର ମଗେଇବି ମୁଁ ଯେହେତୁ ଆଜି ସୋରିଷ ବାଟଣ ଉପରେ ସବୁ ବନଉଥିଲି ମୁଁ କହିଲି ନାଇଁ ତମେ ଗୋଟେ କାମ କର ଛତୁ ମଗେଇଦିଅ ମୋର ଏକା ମାଡକେ ହେଇଯିବ କାହିଁକିନା ସୋରିଷ ଅଧିକା ବାଟି ଦେଲେ ସବୁ କିଛି ମୋର ସୋରିଷରେ ହେଇଯିବ ତେଣେ ମୁଁ ବିଟ୍ ଗାଜର ବି କାଟି ଦେଇଥିଲି ନର୍ମାଲି ବିଟ୍ ଆମର ମ୍ୟାକ୍ସିମମ୍ ଟାଇମ୍ ସବୁ ଖାଇବାରେ ବିଟ୍ ଗାଜର କଟା ହେଇଥାଏ। ତ ବିଟ୍ ଗାଜରକୁ ଭଜା ପକେଇବା ପାଇଁକା ବସେଇଥିଲି ମୁଁ କହିଲି ତେଣେ ମାଟି ଆଳୁ ହଉଥାଉ ସଜନା ଛୁଇଁ ଆଳୁ ତରକାରୀ ବନୁଥାଉ ମୋର ବିଟ୍ ଆଳୁ ଟା ବି ହେଇଯିବ ମୁଁ କହିଲି ଆଇଁଷ ଦିନରେ କଣ ହୁଏ ଗୋଟେ ଦିଟା ଆଇଁଷ ଗୋଟେ କଣ ହେଇଗଲେ ଚଳିଯାଏ କିନ୍ତୁ ସାଧା ଦିନରେ ଟିକେ ଭେରାଇଟି ନହେଲେ ନା ଭଲ ଲାଗେନି। ତ ଏଇ ଯୋଉ ଭଜାରେ ଦେଖନ୍ତୁ ମୁଁ ଲାଷ୍ଟ ଟିକେ ଟିକ ଟିକ କରି କାଟି ଦେଇଥିଲି ଟମାଟୋ ଭଲ ଲାଗୁଥିଲା ବହୁତ ଟେଷ୍ଟି ଲାଗୁଥିଲା। ଦେଖନ୍ତୁ ବିଟ୍ ଗାଜର ପିଆଜ ଦେଇକି ଟିକେ ଜିରା ଦେଇକି ତାକୁ ମୁଁ ଭାଜିଦେଲି ବାସ୍ ଛତୁ ଆସିଲା ଦେଖିଲି ଏଇ ଛତୁର ଅବସ୍ଥା କଣ ହେଇଛି ନା ମୁଣ୍ଡ ଟେନସନ ଆକୁ କେମିତି କ୍ଲିନ କରିବି ତଥାପି ଲାଗି ପଡିକି ଜୋରସୋରରେ ଲାଗିଗଲି ତାକୁ କ୍ଲିନ କରି ଦେଖିଲେ ସଫା କଲି ତଥାପି ମୋର ଏଥର ମନ ଶାନ୍ତି ହଉନଥିଲା ଏମିତି ଯୋଉ ଛତୁ ଛଡେଇଛି ତ ଛତୁକୁ ଇମିଡିଏଟ ତାକୁ ହାଇ ଫ୍ଲେମ ରେ ଆଗ ଆଉ ଆଜି ତାକୁ ବେଶୀ ନ ଭାଜି ଆଗ ପାଣି ଯାହା ବି ବାହାରିଲା ତାକୁ ଆଗ ପାଣିକୁ ଛାଣିବା ଆରମ୍ଭ କରିଦେଲି। ପାଣି ଛାଣି ଦେଇ ତାକୁ ତାପରେ ତେଲ ଦେଇକି ତାକୁ ଭଲସେ ଭାଜିଦେଲି ଛତୁ କେମିତି ଭଲସେ କଡକଡିଆ କରି ଭାଜିବେ। କାହିଁକିନା ମ୍ୟାକ୍ସିମମ୍ ଟାଇମ୍ ବେଳେ ଛତୁ ଭଲ ଆସେ ଭଲ ଆସେନି ତ ଭାଜିଦେବେ। ଆଳୁ ଭାଜି ଦେଇଥିଲି ସୋରିଷ ବାଟଣ ଆମର ନା ଆମ ଶାଶୁମା ସବୁବେଳେ କହନ୍ତି ସୋରିଷ ବାଟଣ ଡାଇରେକ୍ଟ ନ ପକେଇବା ପାଇଁକା। ସେ କହନ୍ତି କି ଟିକେ ଗୋଟେ କୋଉ ବଡ ଜାଗାରେ ସୋରିଷ ଟାକୁ ଦେଇକିରି ତଳତଳିଆ ଯୋଉ ସୋରିଷର ଫାଳ ଫାଳ ଅଂଶ ଥାଏ ତାକୁ କାଢିଦବା ପାଇଁ କହନ୍ତି ତା ଦେହରୁ ଗ୍ୟାସ ହୁଏ। ତ ମୁଁ ବି ସେବେଠାରୁ ମୁଁ ସେମିତି ହିଁ କରେ ପୁରା ପାଣି ଭଳିଆ କରିଦିଏ ସେ ସୋରିଷ ପାଣି ଟାକୁ ତରକାରୀ ଦେଇଦିଏ ଆପଣ ମାନେ ବି ଏମିତି ଦେଇ କରିବେ ଏକ ତ ଗ୍ୟାସ ହବନି ସୋରିଷର ଟେଷ୍ଟ କୁ ଟେଷ୍ଟ ଲାଗିବ ସେ ଯୋଉ ଦେଖନ୍ତୁ କେତେ ଖଦରା ବାହାରିଲା ଏ ଖଦରାକୁ ଫିଙ୍ଗିଦେବେ ଦେଖିଲ ଏଇଟା କଣ କହିଲେ ମୋ ଭାଇ ଆଣିଥିଲା ତ ଆପଣ କୁହନ୍ତୁ ଏଇଟା କଣ ଆଉ ଏଇଟା କୋଉଥିରୁ ହୁଏ? ଏଇଟା ଆପଣ ମାନେ ଯିଏ ଜାଣିପାରିଥିବେ ମତେ କହିବେ ଏଇଟା କଣ ଆଉ କୋଉଥିରୁ ହୁଏ? ଆଶା କରିକି ବସିଥିଲି ମୁଁ କହିଲି ଆସୁଛି ସାଲେପୁରରୁ ରସାବଳି ଟିକେ ତାକୁ କହିଥିଲି ନେଇକି ଆସିବା ପାଇଁ ହେଲେ କଣ ହବ ରସାବଳି ବାହାରିବାକୁ ଆଉ ଘଣ୍ଟେ ଲାଗିବ ବୋଲି ଆଉ ଆଣିଲାନି। ତ ଆଉ ଗୋଟେ ମିଠା ଧରି ପଳେଇଆସିଲା ଆଉ କଣ ଦେଖେଇବି ଆପଣଙ୍କୁ ଦେଖନ୍ତୁ ଏଇଟା କଣ କହିଲେ ଏବେ ଯୋଉ ଢାଳୁଛି ଏଟା ପୁରା ପିଓର ଜିନିଷ।